ଗୁରୁବାର ଦିନ କରନ୍ତୁ ନାହିଁ ଏହି 5ଟି ଭୁଲ, ବିପଦକୁ କରିବେ ନିମନ୍ତ୍ରଣ। ଗୁରୁବାରକୁ ଜଗତ ପାଳନକର୍ତ୍ତା ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି। ଏହି ଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର ବିଧି ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଯେଉଁ ବ୍ୟକ୍ତି ଶ୍ରୀହରି ବିଷ୍ଣୁଙ୍କୁ ବିଧିପୂର୍ବକ ପୂଜା କରେ, ଭଗବାନ କୃପା ସବୁବେଳେ ତା ଉପରେ ରହିଥାଏ, ଯାହାଫଳରେ ଘରେ ସୁଖ ଶାନ୍ତି ସମୃଦ୍ଧି ଲାଗି ରହିଥାଏ। ଯଦି ଆପଣ ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତେବେ ଏହି ଦିନ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଭୁଲରେ ବି ମହିଳାମାନେ ମୁଣ୍ଡ ଧୋଇବା ଉଚିତ ନୁହେଁ। ମାନ୍ୟତା ଅନୁସାରେ ସେମାନଙ୍କ କୁଣ୍ଡଳୀରେ ଗୁରୁ ଗ୍ରହ ରୁଷ ହୁଅନ୍ତି, ତେଣୁ ଆପଣଙ୍କ କାମ ଅସମ୍ପୂର୍ଣ୍ଣ ରହିବ। ଗୁରୁବାର ଦିନ ଆପଣ କଦଳୀ ଖାଆନ୍ତୁ ନାହିଁ, କାରଣ କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି, ତେଣୁ ଏହି ଦିନ କଦଳୀ ଗଛକୁ ପୂଜା କରିବା ଉଚିତ। ଯଦି ଏହି ଦିନ ଆପଣ କଦଳୀ ଖାଆନ୍ତି, ତେବେ ଭଗବାନ ବିଷ୍ଣୁ ଆପଣଙ୍କ ଉପରେ ଦୁଃଖିତ ହୋଇପାରନ୍ତି। ଟଙ୍କା ନେଣଦେଣ କେବେ ବି କରନ୍ତୁ ନାହିଁ ଏହି ଦିନ। ଏହା କଲେ ଆପଣଙ୍କ ଗୁରୁ ଗ୍ରହ କମଜୋର ହୋଇପାରେ, ଆର୍ଥିକ ଅନଟନର ସାମ୍ନା କରିବାକୁ ପଡ଼ିପାରେ, ଯାହାଫଳରେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଚାଲିଯିବ। ଗୁରୁବାର ଦିନ ଭୁଲରେ ବି ମାତାପିତା ଗୁରୁଜନଙ୍କୁ ଅପମାନ କରନ୍ତୁ ନାହିଁ। ଏହି କରିବା ଦ୍ୱାରା ଗୁରୁ ବୃହସ୍ପତି ଆପଣଙ୍କ ଉପରେ କ୍ରୋଧିତ କରିପାରନ୍ତି। ଜୀବନରେ ଦୁଃଖ କଷ୍ଟ ଆସିଯିବ। କୌଣସି ଧାନ ଜିନିଷ କିମ୍ବା ପୂଜା ସହିତ ଜଡ଼ିତ ଜିନିଷ ଗୁରୁବାର ଦିନ କିଣିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ସୁଖ ଶାନ୍ତି ନଷ୍ଟ ହୋଇ